ନାଥ ହର ହର ଶମ୍ଭୁ। ଆସନ୍ତୁ ଆମେ ପଢ଼ିବା ବୁଧେଇ ଓଷାର ବହି କଥା। ପ୍ରଥମ ଛାନ୍ଦ ବୁଧିବାମନ ଓଷା ପ୍ରଥମ ଛାନ୍ଦ। ଜୟ ତୁ ବିମଳା ମାଗ ଜୟ ତୁ ତାରିଣୀ ମହିଷାସୁର ମର୍ଦିନୀ ମାଗ ଠାକୁରାଣୀ। ଜୟ ତୁ ବିମଳା ମାଗ ଦୟା କର ମତେ ମୋହି ଯେ ମାଗ କରୁଅଛି ତତେ। ମୋର ମନ ବାଞ୍ଛା ମାଗ ତୁ ହି ଯେ ସିଦ୍ଧି କର ଏ ଘର ସଂସାର ମାଗ ବାରେ କହୁ ଧାର। ମହି ପଚାରୁଛି ମାଗ କହିଦେବୁ ମତେ ତୋହର ଆଜ୍ଞା ମୁଁ ସେ କରିବି ବିଖ୍ୟାତ। ବୁଧେଇ କହନ୍ତି ଯେ ବିମଳାଙ୍କୁ ଚାହିଁ ଓଷାର ଯେତକ ବିଧି କହ ମହାମାଇ। ବିମଳା କହନ୍ତି ଏବେ ଶୁଣ ଗୋ ବୁଧେଇ ଯେ ଯା ମନା ସେ ତାହା ଅବଶେଷ ପାହି। ବିମଳାଇ କହନ୍ତି ଯେ ବୁଧେଇକି ଚାହିଁ ଏ ଓଷା କଲେ ସେ ବହୁତ ଫଳ ଯେ ପାଇ। ଏ ଓଷାର ଉପବାସ ଯେଉଁ ସେ କରିବ ଅପୁତ୍ରିକ ହୋଇଥିଲେ ପୁତ୍ର ଯେ ପାଇବ। କୁଷ୍ଠବ୍ୟାଧି ବଞ୍ଚି ମରିଛି ହୋଇଥିବ ଏ ଓଷା ଗୋଟେକ କଲେ ଭଲ ସେ ହୋଇବ। ଏ ଓଷା କଥା ଯେବେ ଶୁଣିବ ଶ୍ରବଣେ ବିମଳାଙ୍କ ସ୍ତୁତି ଯେ ବୁଧେଇ କଲା ମନେ। ବୁଧେଇ ସେ ଏତିକି କହିଣ ତୁନି ହେଲେ ବିମଳାଇ କହୁଛନ୍ତି ଶୁଣ ଗୋ ବଇଲେ ସୃଜନ ଜନେ ମହର ନ ଧରିବ ଦୋଷ ତୁମମାନେ ମହର ଯେ କରିବ ଉପାସ। ଏ କଥା ଶୁଣି ନ ଯେହୁଁ କରିବଟି ଟାହିଁ ବୁଧିବାମନ ତାହାଙ୍କୁ ପାଶକୁ ନ ଯାଇ। କହନ୍ତି କାମିନୀ ମାନେ ବିମଳାଙ୍କୁ ଚାହିଁ ଏ ଘର ସଙ୍କଟ ମତେ ରଖ ମହାମାଇ। ତୋ ଉପବାସ ବିଧି ଆମେ ମାନେ କରି ମନବାଞ୍ଛା ସମ୍ପୂର୍ଣ୍ଣ ଯେ କରିବୁ ଆମରି। ହେମନ୍ତ ବଲିଣ ଯେ କଳ୍ପନା ମନେ କଲେ ବିମଳାଙ୍କ ମନରେ ଯେ ସୁମରି ବସିଲେ ହୁଳହୁଳି ଦେଇଣ ଯେ ସକଳ ତରୁଣୀ ଯାହାର ଯେତକ କଷ୍ଟ ଜଣାଇଲେ ପୁଣି। ଶୁଣ ସୁଜ୍ଞ ଜନମାନେ ଏଥିରେ ଚରିତ ବୁଧିବାମନ ମହିମା ଅଟଇ ହେମନ୍ତ। ମଗଧ ଦେଶ ବୋଲି ଯେ ଏକଇ ନଗର ତହିଁରେ ଅଛଇ ଯେ ଏକ ସାଧୁ ଘର। ପୁତ୍ର ଦୁହିତା ତାହାର ଆଉ କେହି ନାହିଁ ଧନ ସମ୍ପତ୍ତି ଯେ ତାର ମାଡ଼ି ଯାଉଥାଇ। ହେମନ୍ତ ମନରେ ସେହୁ ଦୁଃଖିତ ହୋଇଣ କାହାରି ପାଶରେ ସେହୁ ନ ବସଇ ପୁଣ। ସେହି ରାଜ୍ୟର ସମସ୍ତ ନରନାରୀମାନେ ବିଚାର ତ କରିଥାନ୍ତି ତାହାଙ୍କର ମନେ। ଏକ ଦିନକରେ ସେହି ଏକ ଜନ ସକାଳୁ ଉଠି ସାଧୁର ଚାହିଁଲା ବଦନ। ଭଇଲା ଆଜି ମୋହର ଦୁଷ୍କୃତ ହୋଇଲା କେଉଁ ଯୋଗେ ଆଜି ମୋର ରାତ୍ର ପାହିଥିଲା। ଆଣ୍ଠୁ କୋଡ଼ା ମୁଖ ଯେଉଁ ଚାହିଁବି ଦୁଇଥର ସେଉ ସ୍ନାନ ଯେ କରିବି ନହିଲେ ଯେ ହେମନ୍ତ ଏହା ନ କରିବ ରବି ଅସ୍ତ ଯାଏ ଉପାସେ ଥିବ। ହେମନ୍ତ କହିଣ ଗଲା କାମିନୀ ସାଧବ ବୁଢ଼ା ବିଚାରିଲେ ପୁଣି। ଆହା ବିଧାତା ମତେ ଏହା କଲୁ ଏ କାଳେ ମତେ ଏହା ତୁ ଶୁଣାଇଲୁ। ତୁମେ ପୂର୍ବରେ କେତେ ପାପ କରିଥିଲି ଏ ଜନ୍ମେ ମୁହିଁ ଅପୁତ୍ରିକ ହେଲି। ହେମନ୍ତ ମନରେ ଦୁଃଖୀ ହୋଇଣ କାହାରି ପାଶେ ନ ବସଇ ପୁଣ। ଏହା ବିଚାରି ଘରକୁ ସେ ଗଲା ପତ୍ନୀର ଆଗେ ସମସ୍ତ କହିଲା। ପତ୍ନୀ ବହିଲା ଶୁଣ ଆଏ ନାଥ କର୍ମରେ ବିହି ଲେଖିଛେ ଯେମନ୍ତ କହିଲେ ଏହି ବଚନ କାହା ଆଗରେ କହିବା ଯେ ପୁଣ। ହେମନ୍ତ ଦୁଃଖରେ ବଞ୍ଚଇ ଦିନ ଏ ତୁ ଅନ୍ତରରେ ସୁଜନେ ଶୁଣ। ହେମନ୍ତ ତହିଁ କେତେ ଦିନ ଗଲା ଭାଦ୍ରବ ମାସ ପ୍ରବେଶ ହୋଇଲା। ଯୋଗେ ସେ ଦିନ ଆଦ୍ୟ ବୁଧବାର ବୁଧେଇ ଓଷା ଯେ ନାମ ତାହାର। ସେ ମାସେ ପଡ଼ଇ ଯେ ପାଞ୍ଚ ପାଳି ଯାକ କାମିନୀ ମିଳି। ସମସ୍ତେ ଓଷା କଠିରେ ମିଳନ୍ତି ଆନନ୍ଦେ ମନେ ହୁଳହୁଳି ଦିଅନ୍ତି। ସୁନା ଚାଙ୍ଗୁଡିରେ ଦରବ ଭରି ଆଣି ଥୋଇଲେ ସମସ୍ତ କୁମାରୀ। ଏଥୁଅନ୍ତେ ଶୁଣ ସୂଜନ ଜନ ବୁଧେଇ ଓଷାର ବିଧି ବିଧାନ। ଦୀପାବଳି ଯାକ ଆଗେ ଥୋଇବ ଜାଣିବା ଲୋକ ଯେ ଗୀତ ଗାଇବ। ଯେଉଁ କାମିନୀ ଉପବାସେ ଥିବ ବୁଧିବାମନ ସ୍ଥାପନ କରିବ ତାହାଙ୍କୁ ସୁବେଶ କରିବ ସେହି ସିନ୍ଦୁର କଜଳ ଶିରରେ ଦେଇ ଗନ୍ଧ ଚନ୍ଦନ ନେଇ ତାଙ୍କୁ ଦେବ ଶିଳରେ ନେଇ ମଣ୍ଡନ କରିବ। ଗୁଆ ଗୋଟିଏ ରଖିବ ଯେ ତହିଁ ବୁଧିବାମନକୁ ଥାପିବ ସେହି। ଆନନ୍ଦ ମନରେ କଥା ଶୁଣିବ ଆନନ୍ଦ ମନେ ହୁଳହୁଳି ଦେବ। ବୁଧିବାମନକୁ ଲାଗି କରିବ କାମିନୀ ମାନେ ବନ୍ଦାଇଣ ଦେବ। ଅର୍ଘ୍ୟ ନୈବେଦ୍ୟ ସକଳ ବାଳି କଳ୍ପନା କରିବ ମନରେ ଭାଳି। ଯେଉଁ କାମିନୀ ଯାହା ମନାସିବ ବୁଧିବାମନ ଯେ ତାହାଙ୍କୁ ଦେବ। ହେମନ୍ତ କରି ଯେ ଓଷା କରିବ ଅପୁତ୍ରିକ ଯୌନ ପୁତ୍ର ପାଇବ। ଅନ୍ଧ ହୋଇଥିଲେ ଚକ୍ଷୁ ପାଇବ କୁଷ୍ଠ ହୋଇଥିଲେ ଭଲ ହୋଇବ। ହେମନ୍ତ ଓଷାର ବିଧି ସାରିଲେ କାମିନୀ ମାନେ ବାହାରେ ହୋଇଲେ ହୁଳହୁଳି ଶୁଣି ସାଧବ ନାରୀ ଅଣ୍ଠକୋଡ଼ା କଥା
ମନରେ ଧରି ସଖିକି ଚାହିଁ ବୋଇଲା ବଚନ। ଏ ଓଷାକୁ କଲେ କେବଳ ଗୁଣ ବୁଦ୍ଧି ବାମନଙ୍କ ଓଷା କରିବ, ଯାହା ମନାସିବ ତାହା ପାଇବ। ବୋଲେଇ ମୁଇଁ ଏ ଓଷା କରିବି, ଅପୁତ୍ରିକ ଦୋଷୁ ପାରି ହୋଇବି। ଏମନ୍ତ କହି ବେଗେ ଚଳିଗଲା, ସ୍ୱାମୀଙ୍କ ଆଗରେ ଯାଇ କହିଲା। ଶାଶୁ ବୋଲାଇ ଆଲୋ ସାତପାଣି, ଏ ଓଷା ଯେବେ କରିବୁ ତୁ ପୁଣି, ଅପୁତ୍ରିକ ଦୋଷ ପାରି ହୋଇବୁ, ବୁଧୋଇ ଚରଣେ ସେବା କରିବୁ। ସେହି ଦିନଠାରୁ ଓଷା କଲାକ ପୁଣ ବୁଧୋଇ ସେହି ଦିନଠାରୁ ଓଷା କଲାକ ପୁଣ ବୁଦ୍ଧି ମାମନଙ୍କ ମହିମା ଶୁଣ। ବୁଦ୍ଧି ମାମନଙ୍କୁ ମନରେ ଧରି ସେହି ଦିନୁ ଗର୍ଭ ହୋଇଲା ନାରୀ। 10 ମାସ ଯେଉଁ ହୋଇଲା ପୂର୍ଣ୍ଣ, ଜାତ ହୋଇଲା ଏକଇ ନନ୍ଦନ। ଅପୁତ୍ରିକ ଦୋଷ ତାହାର ଗଲା, ଓଷା କରିଣ ଯେ ପୁତ୍ର ପାଇଲା। ଏ ଓଷାକୁ ଯେଉଁ ନାରୀ କରିବ, ଏରୂପେ ସେମାନେ ପୁତ୍ର ପାଇବେ। ଏ ଓଷାକୁ ଯେଉଁ ନାରୀ କରିବେ, ଏରୂପେ ସେମାନେ ପୁତ୍ର ପାଇବେ। ଯେଉଁ ନାରୀମାନେ ଗର୍ଭ କରିବେ, ସେହି ଅପୁତ୍ରିକ ହୋଇ ମରିବେ। ଇହଲୋକରେ ତାର ପାର ନାହିଁ, ନରକରେ ସେ ପଡ଼ିବ ଯାହିଁ। ଏହି ଓଷା କଥା ମାନ ଯେଉଁ ଶୁଣିବ, ଆନନ୍ଦ ମନେ ହୁଳହୁଳି ଦେବ। ଏହି ଓଷା ଗୋଟିକ ଯେଉଁ କରିବ, ତାହା ମନାସିବ ତାହା ପାଇବ। ପ୍ରଥମ ଚାନ୍ଦ ଯେ ହୋଇଲା, ଶେଷ ଭାବେ ଫଳିଲେ ଗୋପୀନାଥ ଦାସ। ପ୍ରଥମ ଛନ୍ଦ ବୁଦ୍ଧି ବାମନ ଓଷା ସମ୍ପୂର୍ଣ୍ଣ। ପରେ ଦ୍ୱିତୀୟ ଥର ଦ୍ୱିତୀୟ ଛାନ୍ଦ ପଡ଼ିବା। ଜୟ ଜଗନ୍ନାଥ, ହର ହର ଶମ୍ଭୁ, ଜୟ ଜଗନ୍ନାଥ। ଓମ୍ ନମଃ ଭଗବତେ ବାସୁଦେବାୟ।